शान्ताकारं भुजङ्गशयनं पद्मनाभं सुरेशं विश्वाधारं गगनसदृशं मेघवर्णं शुभांगं लक्ष्मीकान्तं कमलनयनं योगिभिः ध्यानगम्यं वन्दे विष्णु भवभयहरं सर्वलोकैकनाथं। शिशु अनंतर पदाब्जरे गोटिए मिनटी गोटिए प्रार्थना विश्व युद्ध विमुक्त हो, ध्वंसास्त्र विमुक्त हो। ये मिनती आपण माने समस्ते करत। ये हूँ गोटे निवेदन। आउ गोटे निवेदन हूँ मद्य मादक ठारू पिला माने दूरे रहंतु। तृतीयटी होची परिवार टी किभली सुख शांति रे रहिबो, साग भात खाई शांति रे सोइबे, ये विषय रे सब बेले गोटे आलोचना कर, चिंतन कर। या सहित आउ गोटे निवेदन होची वृक्ष लगाओ बंचाओ। ये हला कथा बार्ता आउटे अछि जोठी युवक माने ये कथा धरी प्रकृत रे शुणुचंदी, मुरबी लोक माने मध्य जेउ अंचल रे गछ कटा होउछि सेठी आपण माने सबु काम बंद करी घंटा 2 घंटा समय दियंतु। गछ कोठी लगेइल, गोटे गछ तुम काटिल, 10टी गछ तुम लगे कि सर्वनिम्न 10टी गछ कोट लगेल। आग तुम देखले आम गछ काटे ना आम गछ को आप कुंडे धरवे, तुम आमको आगे काट तापर गछ काट। देखु सज्जन, कौन सी मंदिर अम्लजान दिएनी, मस्जिद चर्च गुरुद्वार सेठी आगे प्रार्थना करूँ। मंदिर मस्जिद जहाँ भी हो, मनीष को बंचापी कई अम्लजान दियंती नहीं, किंतु गछ अम्लजान दिए, आम विश्व को से दिए अंगारकाम। ये कथा जदि शिक्षाविद माने जानी अଯଥା कथारे आपण माने समय नष्ट कर। आमे देखीचु गोटे जगन्नाथ मंदिर तैयारी हम तापई बहु धनी लोक माने बहु शिक्षाविद माने हेतरे माने पद पदवी रही कार्य करुचंती, डोनेट करुचंती, लक्ष लक्ष टंका डोनेट करुचंती। आमे देखुचु जेउ माने वृक्ष जंगलर परिवेश विषय जो माने सचेतन से माने मध्य आगु को आसुना। से कहते परिवेश दूषित हो गला, किंतु परिवेश सुरक्षा पाई जो विप्लव दरकार से विप्लव करू केही करूना। आज विभिन्न प्रकार
ଦରମା ବୃଦ୍ଧି, ମଣ୍ଡିରୁ ଧାନ ଉଠେଇବା, ଏସବୁ କଥା ଯେମିତି ଚାଲିଛି ସେମିତି ପରିବେଶର ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବା ଉଚିତ। ବଳିଆ ମଧ୍ୟ ନିଜେ ଖାଲି କହିଲେ ବି ହେବ ନାହିଁ। ମୋର ବର୍ତ୍ତମାନ ଗୋଟେ ବୟସର ଆକର୍ଷଣ ରହିଛି, କିନ୍ତୁ ବୟସଟା ବର୍ତ୍ତମାନ ଆଉ ଏତେ କଷ୍ଟକୁ ଟିକେ ସହିପାରୁନି। ତଥାପି ଯେଉଁମାନେ ବଳିଆର ଅନୁଗାମୀ ବା ବଳିଆକୁ ଭଲ ପାଉଛନ୍ତି ସେମାନଙ୍କୁ ମଧ୍ୟ ସେ ବିପ୍ଳବରେ ସାମିଲ କରିବେ। ଏ କଥାକୁ ଆପଣ ଗୋଟେ ଭାବୁଥିବେ ଯେ ବାବା କହୁ କହୁ ଏମିତି ଗୋଟେ କହିଦେଉଛନ୍ତି। ମୁଁ ଏ କଥା ଗୀତା ଭାଗବତରୁ ହିଁ କହୁଛି। ବୃନ୍ଦାବନ, ଚିତ୍ରକୂଟ, ଏଇ ଯେଉଁ ଶବ୍ଦ ଗୁଡ଼ିକ, ପଞ୍ଚବଟୀ, ଏଇ ଯେଉଁ କଥା ଗୁଡ଼ିକ ଆମେ ପୁରାଣରେ ପଢ଼ୁଛୁ, କିନ୍ତୁ ଆଜି ପଞ୍ଚବଟୀ ନାହିଁ, ବୃନ୍ଦାବନ ଖାଲି କୋଠା ଆଉ ମନ୍ଦିର, କୋଟି କୋଟି ଟଙ୍କାର ମନ୍ଦିର ଜଣେ ଜଣେ ସନ୍ଥ କରିଛନ୍ତି। କୋଟି କୋଟି। ତାକୁ ଦେଖିକିରି ମୁଁ ଖୁସି ହେଇପାରେ ନା। ଭାରତରୁ ବି ଜିନିଷ ଆଣି ନାହାନ୍ତି, ବାହାରୁ ଆଣିଛନ୍ତି। ଆଜି ଇସ୍କନ ବୋଲି ଗୋଟେ ସଂସ୍ଥା, ସେ ନିଜକୁ ହିନ୍ଦୁ କହୁନି, ସନାତନୀ ବୋଲି କହୁନାହାନ୍ତି, କି କହୁଛନ୍ତି କ'ଣ କହୁଛନ୍ତି ମୁଁ ଜାଣିନି, ହିନ୍ଦୁ ବୋଲି କହୁନାହାନ୍ତି, କିନ୍ତୁ କୋଟି କୋଟି ଟଙ୍କାର ମନ୍ଦିର କରୁଛନ୍ତି। କିନ୍ତୁ କୋଟିଏ ଗଛ କୋଉଠି ଲଗେଇବା ପାଇଁ ଆହ୍ୱାନ ନାହିଁ। କେବଳ ମାଳାଧର, ଏ ଝୁଲାରେ ମାଳା ପୁରେଇକି ଜପ କର, କୀର୍ତ୍ତନ କରିକିରି ନାଚ। ତାହେଲେ ଆପଣ କୁହନ୍ତୁ, ପୃଥିବୀରେ କୋଉମାନଙ୍କର ଦାୟିତ୍ୱ ଏ ପୃଥିବୀକୁ ରକ୍ଷା କରିବା? ସଂସାରୀମାନେ ତ ତାଙ୍କ ଜଞ୍ଜାଳରେ ସେ ବ୍ୟସ୍ତ। ଆମେ ଯିଏ ସଂସାର ଛାଡ଼ିକିରି ଗୋଟେ ଆସିଲୁ, ନିଜକୁ ଆମେ ବୈଷ୍ଣବ ବାବାଜୀ କ'ଣ କହିଲୁ, ଆମ କାମ କ'ଣ? ସାଧନ ଭଜନ ବି ଆମେ କରୁନୁ, ପୋଷାକ ପିନ୍ଧିକିରି ଆମେ ନାଚୁଛୁ। ଶିବ ମନ୍ଦିର କରିବେ ବୋଲି ଗୋଟେ ଜଙ୍ଗଲ ସଫା କରିବେ, ଜଗନ୍ନାଥଙ୍କ ମନ୍ଦିର କରିବେ, ଜଙ୍ଗଲ ସଫା କରିବେ। କେବଳ ସେ ଜଙ୍ଗଲ ଉପରେ ଏତେ ରାଗ କାହିଁକି? ଗଛ ଉପରେ ଏତେ ରାଗ କାହିଁକି? ତାପରେ ଜୀବନକୁ ସୁସ୍ଥମୟ କରିବାକୁ ହେଲେ ନିଜେ ଭଲ ବାଟରେ ଗଲେ ତ ଆପଣମାନେ ଆପଣଙ୍କ ପିଲାମାନଙ୍କୁ କିଛି ବୁଝେଇବେ। ଆମେ ତ ମଦ ଖାଇବୁ, ଗୁଟୁକା ଖାଇବୁ, ସିଗାରେଟ୍ ଖାଇବୁ, ପିଲାମାନଙ୍କୁ କ'ଣ ବୁଝେଇ? ତେଣୁ ଜୀବନ, ପରିବାର ଓ ପରିବେଶ ଆଉ ଅନ୍ଧବିଶ୍ୱାସରୁ ଦୂରେଇ ଯାଅ। ଗୋଟେ ସୁଧି ଘର ହେଲା, ଆମେ 100 ଜଣ ବ୍ରାହ୍ମଣଙ୍କୁ ଖୁଆଇକିରି ଲୋକଙ୍କୁ କହିବୁ ଯେ ମୁଁ ଏତେ ବ୍ରାହ୍ମଣ ଖୁଆଇଲି। এটা କ'ଣ ନିତ୍ୟାନ୍ତ ଜରୁରୀ? 5ଟି ବ୍ରାହ୍ମଣ, ନୈଷ୍ଠିକ ବ୍ରାହ୍ମଣ, ଯିଏ ମନ୍ତ୍ର ଜାଣିଛନ୍ତି, ଗାୟତ୍ରୀ କରୁଛନ୍ତି, ଶାଳଗ୍ରାମ ପୂଜା କରୁଛନ୍ତି, ସେଇଭଳି 5 ଜଣ ପଣ୍ଡିତଙ୍କୁ ଦେଲେ କ'ଣ ହବନି? ଅଯଥାରେ ବଞ୍ଚିଥିବା ବେଳେ ତୁମେ ଯେଉଁମାନଙ୍କୁ ଅବହେଳା କରୁଛ,
ମରିଗଲା ପରେ ବ୍ରାହ୍ମଣ ଭୋଜନ ପରେ ଗାଁ ବାଲାଙ୍କ ଭୋଜନ, ବନ୍ଧୁବାନ୍ଧବଙ୍କ ଭୋଜନ, କେମିତି 14 ଦିନ ପର୍ଯ୍ୟନ୍ତ ଗୋଟେ ଚାଲିଛି ମ୍ୟାଚ। ତା ଭିତରେ ଯଦି ଗୋଟେ ପୁଷ୍କରା ବୋଲି ଗୋଟେ ଶବ୍ଦ ଆମ ହିନ୍ଦୁ ସମାଜରେ ଅଛି, ଯଦି ସେ ଯଦି ନାଗିଲା ତା ଦେହରେ ବି 20-25 ହଜାର ଖର୍ଚ୍ଚ ହେଉଛି। କିନ୍ତୁ ଗୋଟେ ସତସଙ୍ଗ ସେଇ ପଇସାରେ କଲେ, ସେଇ ବ୍ରାହ୍ମଣମାନଙ୍କୁ ଡାକି କଲେ, ଆପଣ ବି ସେଇ ବ୍ରାହ୍ମଣମାନେ ଆସିବେ ସତ୍ସଙ୍ଗରେ ଟିକେ ଭାଗବତ ପଢ଼ିବେ। ତେବେ ସବୁ ଜାତିରେ ବ୍ରାହ୍ମଣ ଅଛନ୍ତି। ଯେତେବେଳେ ବ୍ରାହ୍ମଣମାନେ ତାଙ୍କ ଘରକୁ ଗଲେନି, ସେ ବାଧ୍ୟ ହୋଇ ପୁଣି କେମିତି ଶୁଦ୍ଧି ହେବେ? ସେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ସନାତନୀ ବୋଲି କହୁଛନ୍ତି, କିନ୍ତୁ ତାଙ୍କ ଘରେ ସେ ପିଣ୍ଡ, ଶ୍ରାଦ୍ଧ, ସତ୍ୟନାରାୟଣ ପାଲା କିମ୍ବା କୌଣସି କଥାକୁ ବ୍ରାହ୍ମଣମାନେ ସେଟାକୁ ଯିବେ ନାହିଁ। ଆଜି ବି ସେ କଥା ଅଛି। ତାହେଲେ ସେ ବାଧ୍ୟ ହେଇକି ଖ୍ରୀଷ୍ଟିଆନ ହେଇଯାଉଛନ୍ତି। କ'ଣ କଲେ ସେମାନେ ଗୋଟେ ବାଟକୁ, ସେମାନେ ସେ କଥାରେ ଆମର ସ୍ନେହ ସଦା ମମତା ପାଇବେ, ସେ କଥା କେହି ଚିନ୍ତା କରନ୍ତି। ତାଙ୍କର ବି ବ୍ରାହ୍ମଣ ଅଛନ୍ତି, ସିଏ ତାଙ୍କର ମନ୍ତ୍ର ଫନ୍ତ୍ର ପଢ଼ିକି ଯାହା କରୁଛନ୍ତି, ସେଇଥିରେ ବାହାଘର ହେଉଛି, ସେଇଥିରେ ପାପର ପ୍ରାୟଶ୍ଚିତ ହେଉଛି। ଆପଣ ନିଜେ କୁହନ୍ତୁ, ଆମେ ନିଜକୁ ପାଟି କରି ବଡ଼ ପାଟିରେ ଛୋଟ ପାଟିରେ କହୁଛୁ ସନାତନୀ ହିନ୍ଦୁ, କିନ୍ତୁ ଆପଣମାନେ ନିଜେ ବିଚାର କରୁ ସନାତନୀ ହିନ୍ଦୁ କିଏ? କ'ଣ ଏଇ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ପର୍ଯ୍ୟନ୍ତ? ଯେଉଁମାନେ ସମାଜର ସେବକମାନଙ୍କୁ କାହିଁ ଉପେକ୍ଷା କରାଯାଉଛି? ପ୍ରଥମ ଶୂଦ୍ର ହେଉଛନ୍ତି ରାଷ୍ଟ୍ର ସେବକ, ଦ୍ୱିତୀୟ ଶୂଦ୍ର ହେଉଛନ୍ତି ଯିଏ ଆମର ସବୁ ମାନେ ପରିଷ୍କାର ପରିଚ୍ଛନ୍ନ କରୁଛନ୍ତି, ବା ଯେଉଁଟା କୁହାଯାଉଛି ସ୍ୱଚ୍ଛ ଭାରତ। ଆଉ ଗଙ୍ଗା ନଦୀରେ ଯିଏ ମୁର୍ଦ୍ଦାର ଭସଉଛି, ଗଙ୍ଗାକୁ ଆଡ଼େ ନମସ୍କାର କରୁଛି, ଗଙ୍ଗା ନଦୀରେ ମୁର୍ଦ୍ଦାର ଭସଉଛି। ବୈତରଣୀ କି ପୂଜା କରୁଛି, ବୈତରଣୀ ନଦୀରେ ମୁର୍ଦ୍ଦାର ପୋତୁଛି। ଏମାନେ କ'ଣ ତାହେଲେ? ଇଏ କୋଉ ଜାତୀୟ ଲୋକ? ଅନ୍ଧବିଶ୍ୱାସର ଲୋକ। କୋଉ ଶୂଦ୍ର ପାଖରେ ପବିତ୍ରତା ନାହିଁ? ଗୁରୁବାର ମାଣବସାରେ ଶ୍ରୀୟା ଚାନ୍ଦାରୁଣୀର କଥାକୁ କାହିଁ ପଢୁଛ? ଲକ୍ଷ୍ମୀ ପୁରାଣ ଯଦି ପଢିଲ, ଶ୍ରୀୟା ଚାନ୍ଦାରୁଣୀର କଥା କେମିତି ଭୁଲି ଯାଉଛ? ଏବଂ ଯେତେବେଳେ ଲକ୍ଷ୍ମୀ ଫେରୁଛନ୍ତି ବଡ଼ ଦେଉଳକୁ, ସେ ଉପାଖ୍ୟାନଟି ମୁଁ କହୁଛି, ସେତେବେଳେ ସେ କ'ଣ କହିଛନ୍ତି? ହାଚାନ୍ଦାଳ ବ୍ରାହ୍ମଣ ଆମେ ଏକତ୍ର ଭୋଜନ କରିବୁ ଆନନ୍ଦ ବଜାରରେ। ଆମେ କରୁଛୁ କି? ପ୍ରକୃତରେ କରୁଛୁ କି? କେବଳ ଆମ ଘରେ କେମିତି ଧନ ବଢ଼ୁ ସେଥିପାଇଁ ଆମେ ଲକ୍ଷ୍ମୀ ପୂଜା କରୁଛୁ। ଲକ୍ଷ୍ମୀ ପୂଜା ହେବା ଉଚିତ, କିନ୍ତୁ ତାର ଅର୍ଥ ନୁହେଁ ଯେ ଏଇ ସବୁ ଘୂଣ୍ୟ ମନୋଭାବ ରଖି ହୀନ ମନ୍ୟତାରେ ଅସଦାଚାର ବୃତ୍ତି କରି ଆମେ ଲକ୍ଷ୍ମୀ କେବେ ହେଲେ ଆସିବେନି। ଯେଉଁମାନେ ଲାଞ୍ଚୁଆ ମିଛୁଆ, ସେମାନେ କ'ଣ ଲକ୍ଷ୍ମୀ ପୂଜା କରିବେ? ଲକ୍ଷ୍ମୀ କି ଚୋରି କରୁଛନ୍ତି, ସିଏ ହଉଛନ୍ତି ଲକ୍ଷ୍ମୀ ଚୋର। ଯେମିତି ଗୋଟେ ରାବଣ ସୀତାଙ୍କୁ ବହୁତ ସମ୍ମାନ ଦେଲେ ବି
ରାବଣ ନାଁରେ ଗୋଟେ ଅପବାଦ ଅଛି ସୀତାଚୋର। କିନ୍ତୁ ସେମିତି ଏ ସମାଜର ଚୋର ହେଉଛନ୍ତି ଯେଉଁମାନେ ଲାଞ୍ଚୁଆ, ଲାଞ୍ଚ ନ ନେଲେ ଯେଉଁମାନେ କାମ କରନ୍ତି, କୋଟି କୋଟି ଟଙ୍କା ରଖିକିରି ସମାଜରେ ଗୋଟାଏ ନିଜକୁ ପ୍ରତିଷ୍ଠା କରନ୍ତି। ତାଙ୍କ ପିଲାମାନେ କାହିଁ ଆଉ ପାଠ ପଢ଼ିବେ, ତାଙ୍କ ସେ ପଇସା ଭୋଗ କରିବେ। ଆଉ ଅକସ୍ମାତ ଧରା ପଡ଼ିଯାଉଛନ୍ତି ବହୁତ କଥା ଆପଣମାନେ ଟିଭି ପରଦାରୁ ଜାଣୁଛନ୍ତି। ତେବେ ସଜ୍ଜନ, ମଦ୍ୟ ମାଦକଟା କଥା ଖାଲି କହିଲେ ହେବ ନାହିଁ। ପରିବାର ଗଠନ କରିବା, ପରିବେଶର ସୁରକ୍ଷା କରିବା, ଆଉ ଗୋଟେ ବଡ଼ ନିଶା ଆମ ଭିତରେ ଘାରିଛି, ଖାଲି ଯୋଉଠି ପାଇଲେ ସେଇଠି ମନ୍ଦିର, ସେଠି ହନୁମାନଙ୍କ ମୂର୍ତ୍ତି। ଗୋଟିଏ ଗ୍ରାମ ଦେବତୀ ମନ୍ଦିର କଲ ଭଲ, ଗଛ କେତେ ଲଗେଇଲ? ଆଗରୁ ସବୁ ଗଛରେ ଆମେ ଗ୍ରାମ ଦେବତୀକି ପୂଜା କରୁଥିଲୁ। ଗଛ କାଟି ଯଜ୍ଞ କରୁଛ, କିନ୍ତୁ ଶିକ୍ଷାବିତ୍ ମାନେ ଚିନ୍ତନ କରିବେ ଏ କଥାକୁ। ଯେଉଁମାନେ ଶୁଣୁଛନ୍ତି ସେମାନେ ତାଙ୍କ ପାଖରେ ଥିବା ଶିକ୍ଷାବିତ୍କି ପଚାରିବେ, ଗଛ କାଟି ଯଜ୍ଞ କରିବେ, ସେ ଯଜ୍ଞ ଫଳ ଦବ କି? ଯେତିକି ଗଛ କାଟିଲ ସେ କେତେ ପାପ ଅର୍ଜନ କଲ, କେତେ ଅମ୍ଳଜାନ ନଷ୍ଟ କଲ, ପୁଣି ଯଜ୍ଞରେ ଶୁଆ କରି ନିଆଁ ଜଳିଲା, ସେଥିରେ ବି କେତେ ଅମ୍ଳଜାନକୁ ପୋଡ଼ିଲ। ମନ୍ଦିର ଗଢ଼, ଯେତିକି ଦରକାର ଗଢ଼। ଖାଲି ବାବାଜୀ ହେଇଗଲା ମାନେ ସେ ତାଙ୍କ ଭାବୁଛନ୍ତି କେବଳ ମାନେ ମନ୍ଦିର ଗୁଡ଼ାଏ କରିଦେଲେ ଲୋକ କହେ ମୋ ସ୍ମୃତି ରହିଯିବ। ଏବେ ଜଣେ ବାବାଜୀ ମୋ ପାଖକୁ ଆସିଥିଲେ, ସେ ଜଗନ୍ନାଥ ମନ୍ଦିର କରୁଛନ୍ତି। ମୋତେ କହିଲେ ଟିକେ ସାହାଯ୍ୟ କରିବେ। ହଉ, ଯାହା ଆମ ପାଖରେ ଥିବ ଦେବା। ଦେଲି ମଧ୍ୟ କିଛି, ସେଟା ତାଙ୍କ ମନକୁ ଗଲାନି। କହିଲେ କ'ଣ ବାବା ଏତେ ବଡ଼ ସାଧୁ, ଏମିତି ସବୁ ମୋର ପ୍ରତିଷ୍ଠା ଏମିତି ଅଛି ବୋଲି ସେ କହିଲେ ସମସ୍ତଙ୍କୁ। ଦେଇଛନ୍ତି ମୋର 3000 ଟଙ୍କା। ଏଥିରେ କୁହନ୍ତୁ ଜଗନ୍ନାଥ ମନ୍ଦିର କ'ଣ? ମୁଁ ତାଙ୍କୁ କହିଲି ବି, ମୁଁ କହିଲି ମହାରାଜ ଜଗନ୍ନାଥ ମନ୍ଦିର କାହିଁ କରୁଛନ୍ତି? ବା ପୁରୀରେ ଠାକୁର ଅଛନ୍ତି, ଆଉ ବି ବହୁତ ଜଗନ୍ନାଥ ମନ୍ଦିର ଅଛି। ନାଇଁ ଗୋଟେ ସେବା ପୂଜା କରି ଜୀବନ କଟେଇବା। ଆଉ ଏଇ ହେଉଛି ଆମର ବର୍ତ୍ତମାନ ସାମାଜିକ ବ୍ୟାଧି। ବାବାଜୀ ମାନେ ବୈଷ୍ଣବ ମାନେ ଯଦି ଖାଲି ମନ୍ଦିର କରିବେ, ଏ ସୃଷ୍ଟି ରହିବ କେଉଁଠି? ପ୍ରାର୍ଥନା କରନ୍ତୁ, ସାଧନା କରନ୍ତୁ। ବୃନ୍ଦାବନରେ ଗୋଟେ ପ୍ରେମ ମନ୍ଦିର ହେଇଛି, ସେ ପ୍ରେମ ମନ୍ଦିର ଭିତରୁ କିଛି ପ୍ରେମ କିଛି ଝରିଲାନି କି? ପ୍ରେମ କହିଲେ ଶ୍ରଦ୍ଧା, ସ୍ନେହ, ମମତା ସେ ମନ୍ଦିର ଦେଉଛି। ଆମେ ଯିଏ ତା ଭିତରେ ପଶିକି ଚାଲି ଯାଉଛୁ, ଆମ ଜୀବନଟା କ'ଣ ପ୍ରେମମୟ ହେଇଯାଉଛି? ତେଣୁ ଯାହାକୁ କହିଲେ ବି ସେ ଗୋଟେ ଭୁଲ। ଆଜି ଧର୍ମ ନାମରେ କୋଡ଼ କୋଡ଼ ଟଙ୍କା ଯାଉଛି, କିନ୍ତୁ କେହି ଗୋଟେ ମାନେ ଧର୍ମର ବାର୍ତ୍ତା କେହି ଦେଉନାହାନ୍ତି। ସେ ଖାଲି ମନ୍ଦିର ବାର୍ତ୍ତା ଦେଉଛନ୍ତି। ଭାଗବତ ପ୍ରବକ୍ତା ମାନଙ୍କୁ ଡାକିକିରି ଭାଗବତ ଶୁଣୁଛନ୍ତି। କେତେ ଜଣ ମନେ ରଖିଛନ୍ତି? ପୁଣି ଗୋଟିଏ ଗୋଟିଏ ମଞ୍ଚରେ 5 ଜଣ 7 ଜଣ ପ୍ରବକ୍ତା ଆସିବେ। କାହା କଥାକୁ କିଏ ମନେ ରଖିବ? ମାନେ ଲୋକ ଦେଖାଣିଆ ପ୍ରବଚନ ଚାଲିଛି। କାହିଁ ଜଣକୁ ଡାକିଲେ କ'ଣ ହବନି? 2 ଜଣଙ୍କୁ ଡାକିଲେ କ'ଣ ହବନି?
5-7 ଜଣ। ତା ଭିତରେ ଯଦି ମନେ ପଡ଼ିଯାଉଛି ଆରେ ବଳିଆ ବାବା ଟିକେ କ'ଣ କହୁଛନ୍ତି, ତାଙ୍କୁ ଡାକିଲେ ଆଉ ଟିକେ ଅଧିକ ଲୋକ ହେବେ, ବଳିଆକୁ ଆସି କହୁଛନ୍ତି। ତେଣୁ ଏସବୁ କଥା ଛାଡ଼ି ସମାଜ ସଂସ୍କାରର ପାଠ ପଢ଼। ଯେଉଁମାନେ ପାଠୁଆ ପୁଅ ଝିଅମାନେ ସେ ଆଉ ଗୋଟେ ପାଠ ପଢ଼ନ୍ତୁ। ଯେଉଁ ପାଠ ବଳିଆ କହୁଛି ସେ ପାଠ ହେଉଛି ଜୀବନ, ପରିବାର ଓ ପରିବେଶ। ଜାତିବାଦ ଉଠାନ୍ତୁ, ଜାତିବାଦ ଉଠାନ୍ତୁ, ମଣିଷବାଦ ମାନବବାଦକୁ ପ୍ରତିଷ୍ଠା କରନ୍ତୁ। ମୁଁ କୌଣସି ବାଦକୁ ଅସମ୍ମାନ କରେ ନା, କିନ୍ତୁ ମୋ ବାଦ ହେଉଛି ବାସ୍ତବବାଦ। ମୁଁ ବାସ୍ତବବାଦକୁ ବିଶ୍ୱାସ କରେ। ଏହି ଆଶ୍ରମରେ ଯେଉଁ ମନ୍ଦିର ହେଇଛି, ଯଦି କେହି କହନ୍ତି ଏଇ ମନ୍ଦିରଟାକୁ ଆମେ ଏଇ ଗୋଟେ ଗଛ ଲଗେଇବୁ, ତାଡ଼ି ଦିଅ, ମୁଁ ତାଡ଼ି ଦିଅ ବୋଲି କହିଦେବି। ମନ୍ଦିରଟା ଯଦି ନାହିଁ, ଯଦି ବି କେଉଁ ସବୁ ଆମେ କରିଛୁ ସେଟା କିଛି ନୁହଁ। ଲୋକଙ୍କ ରହିବା ପାଇଁ ଘର କରୁଛୁ। କହୁ କହୁ ସମାଜର କୌଣସି ଲୋକଙ୍କୁ ମୁଁ ଆକ୍ଷେପ କରି କହୁନି, କୌଣସି ଧର୍ମ ମତକୁ ଆକ୍ଷେପ କରି କହୁନି। ସମସ୍ତେ ଆମର, ଆମେ ତାଙ୍କର। ତ ଯଦି କହୁଥିବି କି ଭାବୁଥିବି ଆକ୍ଷେପ, ସେଥିପାଇଁ ମୁଁ କ୍ଷମା ମାଗୁଛି। ଆପଣମାନେ କିନ୍ତୁ ବାସ୍ତବବାଦୀ ହୁଅନ୍ତୁ, ପରିବେଶ ପ୍ରେମୀ ହୁଅନ୍ତୁ, ପରିବାରକୁ ଗଠନ କରନ୍ତୁ, ଜୀବନକୁ ସୁସ୍ଥ ରଖନ୍ତୁ। ଏତିକି ନିବେଦନ କରି ରଖୁଛି। ଜୟ ଗୁରୁ, ଜୟ ଜଗନ୍ନାଥ।